ସାଙ୍ଗମାନେ ମା ଯେତେବେଳେ କାନ୍ଦନ୍ତି ସେହି ଲୁହ ପଛରେ କେବଳ ଦୁଃଖ ନଥାଏ ବରଂ ଅନେକ ଅକୁହା ଭାବନା ଲୁଚି ରହିଥାଏ। ତେବେ ଆସନ୍ତୁ ଏ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା। ସନ୍ତାନ ପାଇଁ ଚିନ୍ତା ଓ ଭଲ ପାଇବା। ମାର ଲୁହ ପ୍ରାୟତଃ ତା ସନ୍ତାନର କଷ୍ଟ, ଅସୁସ୍ଥତା କିମ୍ବା ଭବିଷ୍ୟତର ଚିନ୍ତା ଯୋଗୁଁ ବୋହିଥାଏ। ସନ୍ତାନର ସାମାନ୍ୟ କଷ୍ଟ ମଧ୍ୟ ମା ଆଖିରେ ଲୁହ ଆଣିଦିଏ। ଅକୁହା କଷ୍ଟ ଓ ତ୍ୟାଗ। ସଂସାରକୁ ସମ୍ଭାଳିବା ଏବଂ ପରିବାରର ସୁଖ ପାଇଁ ମା ନିଜର ଅନେକ ଇଚ୍ଛା ଓ କଷ୍ଟକୁ ମନ ଭିତରେ ଚାପି ରଖିଥାଏ। ଯେତେବେଳେ ସେହି କଷ୍ଟ ସହ୍ୟ ସୀମା ବାହାରକୁ ଚାଲିଯାଏ ତାହା ଲୁହ ହୋଇ ବାହାରି ଆସେ। ଖୁସିର ଲୁହ। ସବୁବେଳେ ଦୁଃଖରେ ନୁହେଁ ବରଂ ସନ୍ତାନର ସଫଳତା, ଉନ୍ନତି ଏବଂ ସୁଖ ଦେଖିଲେ ମଧ୍ୟ ମା ଆଖି ଆନନ୍ଦରେ ଭରିଯାଏ, ଯାହାକୁ ଆମେ ଆନନ୍ଦାଶ୍ରୁ କହୁ। ଅଭିମାନ ଓ ଅବହେଳା। ଯେଉଁ ସନ୍ତାନକୁ ମା ନିଜ ରକ୍ତ ଦେଇ ଗଢ଼ିଥାଏ ତାଠାରୁ ଯେତେବେଳେ କେବେ ଅବହେଳା କିମ୍ବା କଟୁ କଥା ଶୁଣିବାକୁ ମିଳେ ସେତେବେଳେ ମାର ହୃଦୟ ଭାଙ୍ଗିଯାଏ ଏବଂ ସେ ନୀରବରେ କାନ୍ଦିଥାଏ। ସଂକ୍ଷେପରେ କହିବାକୁ ଗଲେ ମାର ଲୁହ ହେଉଛି ପୃଥିବୀର ସବୁଠାରୁ ପବିତ୍ର ଓ ନିଶ୍ଚଳ ଭାବନାର ପ୍ରତିଫଳନ, ଯେଉଁଥିରେ ସ୍ୱାର୍ଥହୀନ ପ୍ରେମ ଏବଂ ଅସୀମ ସ୍ନେହ ଲୁଚି ରହିଥାଏ। ମା ଆଖିର ଲୁହକୁ ବୁଝିବା ଏବଂ ତାକୁ ସଦାସର୍ବଦା ଖୁସିରେ ରଖିବା ପ୍ରତ୍ୟେକ ସନ୍ତାନର ସବୁଠାରୁ ବଡ଼ କର୍ତ୍ତବ୍ୟ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ନିଶ୍ଚୟ ଲେଖନ୍ତୁ।